ଚାଷୀ ପରିବାର ସୁଖ ଉଜାଡ଼ି ଦେଲା ବର୍ଷା ଓ ପବନ। ନଷ୍ଟ ହେଲା ଉଠା ଜଳସେଚନ, ସୋଲାର ପ୍ଲେଟ୍ ଏବଂ ମୋଟର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତ ଅନ୍ତର୍ଗତ ଗୋଠା ଗ୍ରାମବାସିନ୍ଦାଙ୍କ ବଞ୍ଚିବାର ଗୋଟିଏ ରାସ୍ତା ହେଉଛି ଚାଷ। ଅନେକ ବର୍ଷରୁ ଚାଷ କରି ହସ ଖୁସିରେ ପରିବାର ପୋଷଣ କରୁଥିଲେ ଗୋଠା ଗ୍ରାମର ଜୟା ରଇତ, ସୁଲେମାନ ରଇତ, ଆନନ୍ଦ ମାଳି, ଅନାମ ମଣ୍ଡଳ। ହେଲେ କିଏ ଜାଣିଥିଲା ଦିନେ ପ୍ରକୃତିର ତାଣ୍ଡବରେ ସେ ପରିବାରର ଜୀବନ ଜୀବିକା ବିପନ୍ନ ହୋଇପଡ଼ିବ ବୋଲି। ଜିଲ୍ଲା ପରିଚାଳନା କୃଷି ଶିଳ୍ପ ନିଗମ OAIEC ଗଜପତି ଜିଲ୍ଲା 4ଟି ପରିବାରକୁ ସୋଲାର ପ୍ଲେଟ୍ ଆଣି ପାଣି ଉଠା ଜଳସେଚନ ମୋଟର ଯୋଗାଇଥିବାରୁ ପାଖ ନଦୀରୁ ପାଣି ଉଠାଇ ପୂର୍ବପୁରୁଷର ଯେଉଁ ଜମିରେ ପାଣି ଅଭାବ ହେତୁ ଚାଷ କାର୍ଯ୍ୟ କରିପାରୁନଥିଲେ ସେହିଭଳି ଜମିରେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ଅକ୍ଟୋବର ମାସ 2 ତାରିଖରେ ପ୍ରବଳ ବର୍ଷା ପବନ ଯୋଗୁଁ 4 ଗୋଟି ପରିବାର ସୋଲାର ପ୍ଲେଟ୍, ପାଣି ଉଠା ଜଳସେଚନ, ସୋଲାର ପ୍ଲେଟ୍ ଏବଂ ମୋଟର ପବନ, ବର୍ଷା ଏବଂ ନଦୀ ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ହେତୁ 4 ଗୋଟି ଚାଷୀ ପରିବାରର ଜୀବନ ଅନ୍ଧାର ହୋଇଗଲା। ତେଣୁ ଗୋଠା ଗ୍ରାମର ଏହି 4 ଗୋଟି ପରିବାର ଯଥା ଜୟା ରଇତ, ସୁଲମନ ରଇତ, ଆନନ୍ଦ ମାଳି, ଅନାମ ମଣ୍ଡଳ ପରିବାର ଚାଷୀ ପୁନର୍ବାର ସୋଲାର ପ୍ଲେଟ୍ ଆଣି ଉଠା ଜଳସେଚନ ମୋଟର ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ବ୍ୟୁରୋ ରିପୋର୍ଟ, ତାକିଏ ନ୍ୟୁଜ୍ 10।